ଆଜି ଆମେ ବାହାରୁଛୁ ପୁରୀ ବସିଥିଲୁ ଦି ଜଣ ଯାକ ଇଚ୍ଛା ହେଲା ଟିକେ ପୁରୀ ଯିବା ମୁଣ୍ଡ ବି ଟେନସନ ଅଛି ଶୀତ ଶୀତ ହେଲା ଆଉ କିଛି ନାହିଁ ଖାଲି ଶୀତ ତ ବାବୁ ଖାଲି ଢେଙ୍କାନାଳ ପଳେଇବେ ତ ଆଜି ଆମେ ଯିବୁ ଟିକେ ପୁରୀ ବୁଲିକି ଆସିବୁ ପୁରା ସବୁ ରେଡି ତ ଆଜି ନାଇଟ୍ ରାଇଡ୍ ଗୋଟେ ହବ ଭଲଟେ ନା କଣ ତ ଆମେ ପୁରୀ ଯିବା ପାଇଁ ପୁରା ରେଡି ନା କଣ ତ ଆମ ସୁନ୍ଦରୀ ପୁରା ଜଳୁକିନା ଜଳୁଛନ୍ତି ଗାଡି ଟିକେ କୋଲ୍ଡ ଷ୍ଟାର୍ଟ କରିଦବା ତା ହଁ ପକେଇଦେ ମୋ ପାଖରେ ଚାବି ଅଛି ନା ହଁ ଘରୁ ବାହାରୁଛୁ ଥଣ୍ଡା ଭାଇ ଥଣ୍ଡା ଲାଗିଲାଣି ଏବେଠୁ ଆହୁରି ପୁରୀ ଅଛି ଭାଇ କଣ ଗୋଟେ ଉତ୍ସବ ଚାଲିଛି କଣ ଗୋଟେ ପ୍ରୋଗ୍ରାମ ହବ ପ୍ରିପାରେସନ ଚାଲିଛି ତାର ଭାଇ ଆପଣଙ୍କୁ ଲାଗୁଥିବ ଥଣ୍ଡା ଲାଗୁନି କିନ୍ତୁ ଭାଇ ଥଣ୍ଡା ହେବି ବୋପା ରୋଡ ତୋର କଣ କହିବା ଭାଇ କୁକୁର ମାନେ ଏମାନଙ୍କର ବୁଦ୍ଧି ରୋଡ ଉପରେ ଶୋଇବୁ ଦେଖ ଦେଖ ଠିକ 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 ଗୋଡେଇବ ସୂର୍ୟା ଗୋଡକୁ ନେଇଯାଇଥାନ୍ତା ଦେଖିଦେଇଥିଲେ ଏବେ ଆମେ ଫଗ୍ ଲାଇଟ୍ ଅନ୍ କରିନୁ ଯେହେତୁ ଆମେ ହେଲେ ସିଟି ଭିତରେ ଅଛୁ ହାଇୱେ କୁ ବାହାରିଲା ପରେ ମେ ବି ଟ୍ରାଏ କରିବୁ ସେ ଗୋଟେ ପଳେଇଲା ଜାଣିଲେ ଲୋକ ଆଇଲେ ସେ ତାର ବାଟକୁ ପଳେଇଲା ଟିକେ ସାଇଡ ହେଇଗଲେ ମୁଁ ଦୌଡ଼ିବି ଏଇଟା ଆମେ ପହଞ୍ଚିଗଲୁ ଆମର ଉତ୍ତରା ସାମନ୍ତରାପୁର କହିପାରିବ ଏଟାକୁ ମୁଁ କିନ୍ତୁ କହିବାଟା ଉତ୍ତରା ରୋଡ ପ୍ରଭୁ ଯିଏ ଯାଉଛନ୍ତି ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଲୋକ ଏମିତି ହଠାତ୍ କିନା ଚାଲିଗଲେ ବହୁତ ଦୁଃଖ ଲାଗେ ଯିଏ ଯାଉଛନ୍ତି ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଯୋଉଠି ବି ଯାଉଛନ୍ତି ମଙ୍ଗଳ ଲାଗୁ ଲାଇଟ୍ ଦେଖୁଥିବେ ଏଇଦିନ ମୁଁ ବେଶୀ ବାଟ ଯାଇପାରିବି ତ ଆମେ ଆକୁ ଅନ୍ କରିବା ତେଲ ପକେଇବାନି ବାଟରେ ନହେଲେ ପୁରୀ ପାଖରେ ପକେଇବା ଆଉ ଏଠି କଣ ଗୋଟେ କନଷ୍ଟ୍ରକ୍ସନ ଚାଲୁଛି ଭଲ ହେଲା ମୋ ଘରେ ବାଇଗରଟା କ୍ଲିନ୍ କରିକି ଆସିଥିଲି ପୁରା କ୍ଲିନ୍ କଣ ଗୋଟେ ମତେ ଧୂଳି ଦେଖାହେଲା ଭାଇ ମୁଁ କହୁଛି କୁହୁଡି ଆକ୍ଚୁଆଲି କିନ୍ତୁ ଥଣ୍ଡା ଲାଗୁଛି ଥଣ୍ଡା ତ ଅଛି ଭାଇ ତାକୁ ତ ଇନକାର କରିପାରିବେନି ଥଣ୍ଡା ଅଛି
ପୁରୀ ଛକ ମୋର ପୁଅ। ୟୁଜୁଆଲି ମୁଁ ରାତିରେ ଏମିତି ଚଲାଏନି, ଯେହେତୁ ଥଣ୍ଡା ଲାଗୁଛି, ଥଣ୍ଡାର ରୁଲ୍ ହଉଛି ତମେ ତାକୁ ଯେତେ ଧୀରେ ଧୀରେ ଚଲେଇବ ତମକୁ ସେତେ ଅଧିକା ଥଣ୍ଡା ଲାଗିବ। ଯଦି ତମ ବଡି ତମ ଫାଷ୍ଟ ଟିକେ ଥଣ୍ଡାରେ ବାଡେଇ ହେଇଗଲା ନା, ତାପରେ ତମକୁ ଏତେ ଥଣ୍ଡା ଲାଗିବନି, ଟିକେ ସମୟ ପରେ ସେଟା ତମକୁ ନର୍ମାଲ ଲାଗିବ। ସେଇଟା ତମେ ବହୁତ ଥଣ୍ଡା କାହାକୁ କାହାକୁ ଲାଗେ ମତେ କହିବ। येलो लाइट लगाना हमारा फायदा तो बहुत है। बेसी लॉन्ग हाईवे ना हो और जब पूरी पूरी हाईवे रे तो भाई येलो लाइट में बहुत ध्यान रखती है। ठीक है, इससे असुविधा नहीं। मुझे ठंडा हेवी ठंडा लगता है। ठंडा में हेवी लगता है। अरे कार रे जवान जाउଥିଲେ ତାଙ୍କର ମଜା ଆରାମରେ ଭାଇ ଏନ୍ଜୟ କରି ଯିବେ। ଆଜ୍ଞା ବାଇକରେ ଭାଇ ଏନ୍ଜୟ କରୁଛୁ, ସେମିତି କିଛି କଥା ନାହିଁ। ଏ ଭାଇ 90 95 ରଖିବା, ବେଶୀ ସ୍ପିଡ ଯିବାନି। ହେଲେ କୋଉଠି ନାହିଁ ବୋଲି ଧୀରେ ଚଲାଉଛି, ଯଦି କୋଉଠି ହେଲେ ଆହୁରି ସ୍ଲୋ ଚଲେଇବି। ବାଇକ ତ ଜ୍ୟାକେଟ ଭିତରେ ଗୋଟେ ଜ୍ୟାକେଟ ଦେଇକି ଥଣ୍ଡା ଦେଲା। शाम को रोज थोड़ी देर बाहर है। भाई की ठंडा भाई। ए भाई ଆମର ଆମେ ଯୋଉଠି ରହୁ ଭାଇ ବନ୍ଦ କରିଦେଇଛନ୍ତି, ଏଟା ଭଲ ନୁହେଁ। ଆଉ ଟିକେ ଆଗରେ ଦେଖିଲେ ଗଲେ ଇଚ୍ଛା ହେଲେ ରହିବ। ସବୁ କାର ମାନେ ରହୁଛନ୍ତି, ଆମେ ୱେଲକମ ପୁରୀରେ ଟିକେ ରହିଯିବା। ୱେଲକମ ପୁରୀ ଏଠି ଅଳ୍ପ ବାଟ ହେଇ ହେଲା। फेमस स्पॉट टा थिला वेलकम पुरी भाई, भांगी सब କରିଦେଇଛନ୍ତି। ଏଇପଟ ଦୋକାନ ଗୁଡା ଭାଙ୍ଗି ନାହାନ୍ତି, ସବୁ ସେପଟ ଭାଙ୍ଗି ଦେଇଛନ୍ତି। ତ ଫାଇନାଲି ଆମେ ଆସିକି ଏବେ ଅଟକିଛୁ ପୁରୀର ଯେଉଁ ଗେଟ୍ଟା। ଅଧା ଦୋକାନ ତ ଭାଙ୍ଗି ଦେଇଛନ୍ତି ହେଲା କି, ଯେଉଁଠି ଆମର ଚା ଖଟି ହୁଏ ସେଇଠି ଅଧା ଦୋକାନ ଆଉ ନାହିଁ, ଦେଖିବାକୁ ଆପଣ ପାଇବେନି। କିଛିଟା ଦୋକାନ ଅଛି, ଠିକ୍ ଅଛି। ଏଇଠି ରହିଲା ଆମର ଗାଡ଼ି, ଦେଖିପାରୁଥିବେ ରେଡ଼ି। ବାବୁ ବି ଆମର ରେଡ଼ି। ଏଠି ପଛରେ ରହିଲା ଆମର ୱେଲକମ ପୁରୀ। କ'ଣ ଖୋଜୁଛ? ଆମେ ଟିକେ ଖୋଜୁଛୁ ଗୋଟେ ରେଞ୍ଚି। ରେଞ୍ଚି କ'ଣ କରିବ? କ'ଣ କରିବା ଭାଇ, ଗାଡ଼ି ଲଭର ମାନେ ରେଞ୍ଚି ଫେଞ୍ଚି ଖୋଜୁଛନ୍ତି, ଆଉ କ'ଣ ଖୋଜିବେ? ନାଇଁ ଭାଇ ମୋବାଇଲ ମାଉଣ୍ଟଟା ଲଗେଇବା ନା, ଏଥିପାଇଁ ଖୋଜୁଛି। ମୋବାଇଲ ମାଉଣ୍ଟଟା ଲଗେଇବ ବୋଲି ନାଇଁ କି? ଏଇଟା ଠିକ୍ ଅଛି, ଏଇ ଜିନିଷଟା ସେ ଖୋଜୁଥିଲେ।
ଭାଇ ମାନେ ବାଟରେ ମୁଁ ବ୍ଲଗ ବନ୍ଦ କରିଦେଇଥିଲି ବିକଜ ଅଫ ହେଭି ହେଲମେଟ। ମୁଁ ରାଇଡ୍ କରିପାରୁନଥିଲି, ସେଥିପାଇଁ ବନ୍ଦ କରିଦେଇଥିଲି ଟିକେ ସମୟ। ଏବେ ଆଉ ପୁରୀ ଅଛି 5 କିଲୋମିଟର। ବ୍ଲଗ କଲେ କିଛି ନାହିଁ, ଏମିତି କଲେ ଭଲ ଲାଗିବ ଯଦି ମୁଁ ଏତିକିରେ ଯିବି। ୟାଠୁ ଅଧିକ ସ୍ପିଡ ଗଲେ ଭାଇ ଗାଡି ତ ଯାଉଛି ନା ବହୁତ ହେଭି ହେଇଯାଉଛି। ଟିକେ ଆଙ୍ଗେଲ ଠିକ କରିଦବା। ଓକେ, ହେଲମେଟ ଯେତେବେଳେ ହେଭି ସାମ୍ନାରୁ ୱିଣ୍ଡ ବାଡେଇ ହବ ନା, ସେତେବେଳେ ତମ ହେଲମେଟ ଟା ଅଟୋମେଟିକ ତଳକୁ ଖସିବ। ଆଉ ତଳକୁ ଖସିଗଲେ ତମର ଭିଜନ କଣ କହନ୍ତି ଭିଜିବିଲିଟି ଡିଫେକ୍ଟ ହେଇପାରେ। ସେ ରିସ୍କ ମୁଁ ନବାକୁ ଚାହୁଁନି। ନିଜ ବାଟରେ ଖୋଲି ଦେଇଥିଲି, ଯେହେତୁ ଆମେ ହେଲେ ସିଟି ଭିତରେ ପଶିବା, ଆମେ ବେଶୀ ସ୍ପିଡରେ ଯିବାନି। ତ ଏବେ ଲଗେଇଛି ପୁଣି। ଏଇଟା ପହଞ୍ଚିଗଲେ ପୁରୀ, such a iconic place। ପୁରୀ ଏଇଠୁ ରହିଲା ମାତ୍ର 6 କିଲୋମିଟର ଭିତରକୁ। ଏଇଠି ଲେଖା ହେଇଛି ପୁରୀ ଆମର ହଉଛି 4.7 କିଲୋମିଟର। କେମି ସିଧା ପୁରୀ, ସାଇଡରେ ଗଲେ ବିରଜେଶ୍ୱର, ଏପଟେ ଗଲେ ସାତପଡା। ତ ଆମେ ଯିବା ପୁରୀ। ଏବେ ତମେ ଯୁଆଡେ ଯାଅ କୌଣସି ଜାଗାରେ ବି ସେଫ ନାହିଁ। ତମେ ସେଫଟି କୋଉଠି ପାଇବନି ଭାଇ, ନା ପୁଅ ପାଇଁ, ନା ଝିଅ ପାଇଁ, ନା ଗୋଟେ ବାଇକର ପାଇଁ ହଉ କି ଗୋଟେ କାର ଗାଇବା ପାଇଁ ବି ହଉ। ତମର ଯଦି କୌଣସି ପ୍ରକାର ଟ୍ରାଭେଲ ପ୍ଲାନ ରହୁଛି, ତ ମୋ ହିସାବରେ ମୁଁ ସିନା ରାତିରେ ପଳେଇ ଆଇଲି। ଆମେ ଏଇଟା ଡେଲି ଯିବା ଆସିବା କରୁଛୁ, କଣ କୋଉଠି ସୁବିଧା ଅଛି ଅସୁବିଧା ଅଛି ଆମେ ଜାଣୁଛୁ ବୋଲି ଆମେ ପଳେଇ ଯାଇଛୁ। କିନ୍ତୁ ଆପଣମାନେ ସେମିତି କରିବେନି। କୌଣସି ଜାଗା ଖରାପ ନଥାଏ, ସେଟା ଜାଗାର ଗୋଟେ ଗୋଟେ ଲୋକଙ୍କ ପାଇଁ ସେ ଏରିଆ ବଦନାମ ହେଇଯାଏ ନା। ଭାଇ ଟିକେ ସମୟ ତମ ମାଇକ୍ରୋଫୋନରେ ଫରଫର 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 ସାଉଣ୍ଡ ହଉଥିଲା। ତ ଦେଖିବା ତାକୁ କେମିତି କାଟି ହବ। ତ ଆମେ ଏଇଟା ପହଞ୍ଚୁଛୁ ମା ବାଟ ମଙ୍ଗଳା, ଆମର ଭିଡ ଅଛି। ସୂର୍ୟା ଏଇଠୁ ମୁଣ୍ଡିଆ ମାରିଦେ। ମୁଣ୍ଡିଆ ମାରୁଥା ମା ମଙ୍ଗଳାଙ୍କୁ, ଭଲ ନିଅ, ଭଲରେ ଆମ ଘରକୁ ଛାଡିଦିଅ ମା। ଯେମିତି ଆଇ ସେମିତି ଘରକୁ ବି ଯାଉ ଭାରି। ଭାଇ ପୁରୀ ଭିତରେ କି କୁହୁଡିରେ ଭାଇ ଏତିକି ଭାଇ ବୋଲି ଛୁଆଟା ମରିଯାଇଛି। ଆଉ ରହିଲା ଆମର ପୁରୀ, ଆମେ ହେଲେ ବାହାରିବା ବଡ଼ଦାଣ୍ଡ ଉପରେ। ବଡ଼ଦାଣ୍ଡରେ ବି କଣ କଣ କେସ୍ ହଉଛି ଭାଇ। ଏବେ ଦିନ ଦ୍ୱିପହରେ ପିଲା ମଦ ପିଇକି ଆଉଛନ୍ତି ପୁରୀ, ପୁଣି ଜଗନ୍ନାଥ ଦର୍ଶନ ପାଇଁ ଆଉଛନ୍ତି ରେ ଭାଇ ମଦ ପିଇକି। ଭାଇ ଛୁଆ ଏବେ ଯୋଉ ଗାଡି ଚଲେଇ ଦେଇଥିଲା ତା ପାଇଁ ବହୁତ କେସ୍ ହେଇଛି ଏବେ ରିସେଣ୍ଟ। ଆକ୍ଚୁଆଲି ଟିକେ ଦେଖି ଚାହିଁ ଡ୍ରାଇଭର ମାନଙ୍କୁ ବି ଚଲେଇବା କଥା। ଆଉ ଯୋଉମାନେ ତାଙ୍କ ସହିତ ଆସୁଛନ୍ତି ତାଙ୍କୁ ବି ଏଇଟା ଖାସ କରି ଧ୍ୟାନ ରଖିବା କଥା ଯେ ଯିଏ ତମର ବି ଡ୍ରାଇଭର ଅଛି, ସେ ତମ ସାଙ୍ଗ ହଉ, ଗୋଟେ ପର୍ସନାଲ ଡ୍ରାଇଭର ହଉ, କେହି ହଉ, ଛାଡ ଥରେ କ୍ରସ୍ ହେଇଗଲା, ଯିଏ ବି ଥାଉ, ତ ସେ ଯେମିତି କୌଣସି ପ୍ରକାର ନିଶା ଦ୍ରବ୍ୟ ନକରି ଗାଡି ଚଲାଉ। ବିକଜ ତା ଲାଇଫ ଖାଲି ତା ହାତରେ ନାହିଁ, ଆଉ 5 ଜଣଙ୍କର ଲାଇଫ ବି ତା ହାତରେ ଅଛି। ତେଣୁ ତାକୁ ବି ଦେଖି ଚାହିଁକି ସେ ଯେମିତି ଗାଡି ଚଲାଉ। ତ ଆମେ ହେଲେ ପହଞ୍ଚିଗଲୁ ପୁରୀ, ପହଞ୍ଚତେ ଗଲୁ। ଏବେ ଦେଖିବା ଯିବୁ କୋଉଠି, ମନ୍ଦିର ଫ୍ରଣ୍ଟ କୁ ଯିବା, ଠାକୁରଙ୍କୁ ଗୋଟେ ଦର୍ଶନ ପକେଇ ଆମେ ଯିବା ସ୍ୱର୍ଗଦ୍ୱାର। ସ୍ୱର୍ଗଦ୍ୱାର ମୁଁ ସବୁବେଳେ ଯାଏ।
ସେ ପ୍ଲେସଟା ଦେଖିଥା ଯୋଉଠି ତୋର ଫ୍ୟୁଚର ଶେଷ ହବ। ଏ ପୁରୀ ଭିତରେ ଟିକେ ଶୀତ କମ ଅଛି, ଲାଗୁଛି ଫିଲ୍ ହଉଛି ଶୀତ କମ ଅଛି, ବାହାରେ ଅଧିକ ଅଛି। ରାତି ବେଳା ଟିକେ ଫାଙ୍କା ଥାଏ, ଗହଳି ଥିଲା ଟିକେ ଗରମ ଲାଗିବ। ଆମେ ପହଞ୍ଚିଗଲୁ ମନ୍ଦିର। ମନ୍ଦିରରେ ଗୋଟେ ମୁଣ୍ଡିଆ ପକେଇ ଆମେ ବାହାରିବା। କ୍ଷୀର ତୁ ତ ଖୋଳତାଳ କରୁଛୁ ଆସିକି। ତ ଦେଖିପାରୁଥିବ ଇଏ ହଉଛି କିଛି ପୁରୀର ନଜାରା। ନୂଆ ବର୍ଷ ପାଇଁ ଏଇଠି ବହୁତ କିଛି ଟେଣ୍ଟ ଫେଣ୍ଟ ବନ୍ଧା ହେଇଥିଲା, ବଟ୍ ହଠାତ୍ କିନା ରାତି ଅଧରେ ଖୋଲା ଦିଆଯାଇଛି। ଗାଡି ଛାଡୁଛନ୍ତି ନା ନାହିଁ ଭାଇ? ହଁ ଭାଇ ଗାଡି ଛାଡୁଛନ୍ତି, ଗାଡି ତ ଛାଡୁଛନ୍ତି, ଲୋକ ଗହଳି ବେଶୀ ଛାଡୁନାହାନ୍ତି। ଆମେ ପହଞ୍ଚିଗଲୁ ଆମର ପୁରୀ ଶ୍ରୀମନ୍ଦିର। ଏଇଠି ଏକ ମୁଣ୍ଡିଆଟା ମାରି ଆମେ ଆଗକୁ ପ୍ରସ୍ଥାନ କରିବା। ଭାଇ ପୁରୀ ଆଗରୁ କେତେ ସେଫ୍ ଥିଲା ରେ ଭାଇ। ରାତି ଅଧ ଦିନ ଦିପହର ଲୋକଙ୍କର ଡର ଭୟ ନଥାଏ ଯେ କଣ ହବ ନ ହବ ଭାଇ, କିନ୍ତୁ ଏବେ ଲୋକ ଡରୁଛନ୍ତି ବି। ନିନ୍ଦିନ ଦିବସ ଏଇଠି ଲାଇଟ୍ ଲଗେଇ ପାରିବି ଯେ କିନ୍ତୁ ଲଗଉନି। କଣ ଭାଇ ସିଟି ଭିତରେ ଲାଇଟ୍ ଲଗେଇ କଣ କରିବା? ଓଃ କୁକୁର ଛୁଆ। ଲାଇଭରେ ତମେ କୋଉଠିକି ଆସ ନ ଆସ କିନ୍ତୁ ଏଇଠିକି ଥରେ ଆସ, ଥରେ ତ ଆସିବା ଦରକାର ଏଇଠିକି ଭାଇ। This is called ସ୍ୱର୍ଗଦ୍ୱାର। ଭାଗ୍ୟ ବାଟଟା ଯାଇକିରେ, ଭାଗ୍ୟ ବାଟଟା ଭୁଲି ମୁଁ କହୁଛି ଏଇଠି ଥିଲା ସିଡିଟା କଣ। ହେ ଥୋଡି ତ ଗଳି ପଡିବୁ ଗାଣ୍ଡି ମରୁଛୁ। ରାଜା ଏରିଆ ଫୋନ କଲେ ହବ, କଣ ଘରକୁ ପଳେଇବି ଥାଉ। କୋଉଠିକି ଆସନ୍ତୁ କି ନ ଆସନ୍ତୁ, ଏକତାରେ ଆସିବା ବାବୁ ଆମର କମ୍ପଲସରି। ନା କଣ? କୋଉଠିକି ଆସ କି ନ ଆସ ସ୍ୱର୍ଗଦ୍ୱାର ଆସିବା କମ୍ପଲସରି ନାଇଁ କି? ଭାଇ ମୁଁ ତ ସ୍ୱର୍ଗଦ୍ୱାର କମ୍ପଲସରି ଆସେ, ଆଉ କୋଉଠିକି ଯାଏ ନଯାଏ। କୋଉଠିକି ଯାଏ ନଯାଏ ସେ ଏଇଠିକି ଆସେ ସଦାବେଳେ। ଏଇଠି ତାର କିଛି ଅଭୁଲା ସ୍ମୃତି ନା କଣ? ହଁ କିଛି କ୍ୱାଲିଟି ଟାଇମ୍ କହିପାରିବ। ଏଇଠି କ'ଣ ଅଛି ଟିକେ ଦେଖି ଦେଖି ଆସିବା। କୋଉଠି? ସେଇଠି ସେଇଠି ପୂଜା ହେଉଛି ବା, ଗଙ୍ଗା ଆରତି ହୁଏ। କିଛି ନାହିଁ ସେଇଠି, ୱାନ୍ ଟାଇପ୍ ଅଫ୍ ଟେଷ୍ଟ। ଗଙ୍ଗା ଆଳତି ହୁଏ ଆମର ସେଇଠି ନାଇଁ କି? ହଁ। संस्कार सेवक कानून नायक, संस्कार सेवक कानून नायक। ବ୍ରିଜ୍ ପାଖରେ ପହଞ୍ଚିଗଲୁ।